नमस्कार सांग मैंने जय जगन्नाथ आ गोटे फ्रेश ब्लॉग को आपण ढेर सारा स्वागत जनावि केमी अच्छा निश्चय भलरे थे प्रभु जगतरनाथ जगन्नाथ आपण मन को समस्त भले रखी था आपण मैंने एमती हसी हसी आम ब्लॉग को एंजॉय करता सांग मैंने बहुत दिन पर ब्लॉग स्टार्ट कर छातर पलि आसला से धईस लगे तो आज आम छातर चलती रोसई माने गैस रे भात करी आउ चुली रे करी रोसई छातर चुली रे रोसई चलती तो पापलू जाइए ट्यूशन रिचु भी जाइए ट्यूशन तांको मझे मझे पुणी आना हम तापर पीहू मते हेल्प करची ना पीहू पीहू रसुण छड़ाऊँगी मुझे देखा आपण मानू तार से ड्यूटी से बहुत भलरे करे ये पीहू आमर बसिक रसुण छड़ाऊँगी मुझे जाऊँगी संगे जॉइन करी चुलटा को टे आगुआ लगे कहीं नुआ चुलीटा ना तो चलतु ये जाऊँगी भात बसईदेवी भोक होनी ते चिकेन देखिए भोक लगे ना तो चलतु मु मोर पेज फेज काटिनी पीहू तो रसुण छड़ेब ना ये मुझे थाली आनी हाँ से थालीटा आनी दे आलू पड़ी सारे चुली लगे आलू पड़ी सारा आलू का छणा हम तापर करा स्टार्ट हम आलू टे भाजदेले भल लगे कौन कर मारिनेसन ये तंदूरी हम बोली चिंटुआ कबाब फबाब जहाँ भी कबाब रे तंदूरी फ्लेवर आसे तो पड़ी रे पकई रे हां इधर पके दे चिकन मोटे साइड हो तो केजी टे नहीं जा पाकू नहीं जा देखो लिखो ये जो ये पीस दे कत्ता पीस हां ना बड़ा बड़ा बड़ बड़ हो जाउची काट दोनु ए पकड़ो नेड़ा दियो नेड़ा धरतिला बोला दादा तेल अधिक होनी किसी हम चलो हाँ अधिक अधिक गोटे काढ़ी जगह लो तेल कौटी काढ़ बाली करना धीरे दे बड़ बड़ पीस कर पूरा बिरियानी पीस मत आगे बताला एडी केडी पीस करी मु कहला नहीं नॉर्मल पीस कर बड़ बड़ कर दे बापलू आमर पलि आसला बासना रे बासना है ना बापलू आज कि गोटे कलर भी आसছে ना चुली रोचे ना बासना टाक नौ पवन टा सियाड़े हो ना चुली रोचे ना तो कलर टा पूरा मस्त आस
ପାପୁଲୁ ତୁ ପୁରା ଅନ୍ଧାର ଦେଖାଯାଉଛୁ। ଗୋଟା ଆଣିକିରି ଫୁଙ୍କୁନଳି ପାଇପ୍ ଆଣିକି ଚଲେଇଛି ତା ଧନ୍ଦା। ଆମର ସାଙ୍ଗମାନେ ଚିକେନ ରୋଷେଇ ଆଜି ସରିଗଲାଣି। ଦେଖନ୍ତୁ କଲରଟା ତାର ବଢିଆ ମସ୍ତ ହେଇଛି। ଚିକେନ ପୁରା ରେଡି। ସେପଟେ ଭାତ ବି ବସିଛି। ଆଉ ଏଇଠି ଆମର କବାବ ବସିବ। କବାବ କୁଆଡେ ଗଲା? ଆଣ ଆଣ। କେତେ ପ୍ଲେଟ୍ ହେଲାଣି, କେତେ ବାସନ ହେଲାଣି, ପୁଣି ମାଜିବାକୁ ପଡ଼ିବ। ରହ ମୁଁ ଆଉଛି ରହ। ବସିଗଲା ଆମର କବାବ। ଏଇଟା ଆମର କବାବ ହଉଛି। ଆମର ଏଠି ଭାତ ବଢିଆ ଚାଲିଛି। କୋଉଟାରେ? ଗୋଲୁର ସାର୍ଟ ଉଡି ଯାଇଛି ସାଙ୍ଗମାନେ। କପଡା ଶୁଖା ହେଇଥିଲା, ସାର୍ଟ ଉଡି ଯାଇଛି। କୋଉଠି ଉଡିଲା? କାହିଁ ଦେଖିଛୁ କି ନାହିଁ ତାକୁ? କପଡା ଚାଲିଲାଣି। ମୋର ସବୁ ନିଜ ନିଜ ଠୁଙ୍ଗା ଦିଅ। ନା ସେଇ ଠୁଙ୍ଗା ଦେଲୁ ଗଲୁ ଚୋରି ତମ ପାଇଁ ନୂଆ ଠୁଙ୍ଗା ନା? ପିଆଜ ଆଣିନ କାଟିବାକୁ? ପିଆଜ ତ ନାହିଁ। ପିଆଜ ନାହିଁ ଟୋଟାଲି। ନା ଆମ ପିଆଜ ସର୍ଟେଜ ଦି ପିସ୍ ଦେଇଛି, ଆଉ ଖାଇଲେ ଦେବି ହେଲା। ଆଉ ଗୋଟେ ଦେଖ ଯୋଉ କଣ କହିଲୁ ଜାଗା ହବନି, ଝୋଳ ବି ତ ଜାଗା ହବନି। ଖଲି ଠୁଙ୍ଗାରା ଏତେ ଛୋଟ ଛୋଟ ଆଣିଛି। ଏଠି ସିଧା କର। ଏଟା କାହାର? ଏଟା ଚିଣ୍ଡୁଆଲ କରି। କେତେ ବଡ ଥାନ୍ତା। ଏବେ ଆମର ସାଙ୍ଗମାନେ ସମସ୍ତଙ୍କ ଖାଇବା ବଢ଼ା ସରିଲାଣି। ଏଠି ରିଚୁ ଅଲରେଡ଼ି ଖାଇବା ଷ୍ଟାର୍ଟ କରିଦେଲାଣି। ନାଇଁ, ରିଚୁ ଖାଇବା ଉପରେ ଅଛି। ପାପୁଲୁ ଖାଇସାରିଲାଣି। ପାପୁଲୁ ଟେଷ୍ଟ କେମିତି ଅଛି? ଜବରଦସ୍ତ। ଜବରଦସ୍ତ। ଛାତ ଉପରେ ଖାଇବା ନା? ଅଧା ଶେଷ। ଟିକେ ରହିକି ଖାଉନୁ। ମହାରାନ୍ତ। ମୁଁ ଟିକେ ଖାଇକି ଦେଖେ ଟେଷ୍ଟ କେତେ ହେଇଛି। ନିଜ ରୋଷେଇ କଲେ ନିଜକୁ ଭଲ ଲାଗେ। ନିଜେ ନିଜର ତାରିଫଟା କରିବ ନା, ଭଲ ହେଇଛି ବୋଲି। ସବାଜ ଜିନିଷ। କ୍ୟାମେରାମ୍ୟାନ୍ ଫୋକସ୍ କର। କଲି ଖାଆନ୍ତୁ ମାମା ଉପରେ। ଚୁଲିରେ ହେଇଛି, ଝୋଳଟା ପାଣି ହେଇଛି, ଟେଷ୍ଟ ହେଇଛି ନା? ପାଣିଆ ଠିକ୍ ଅଛି। ଟେଷ୍ଟ ହେଇଥିଲା ଭଲ ଲାଗେ। ସମସ୍ତେ ଖାଇସାରିଲେଣି, ମାମା ଏକୁଟିଆ ବସିଛି। ଆଉ ମୁଁ ଚକୋଲେଟ୍ ଖାଇବା ସେସନରୁ ମଜା ପଳେଇ ଯାଇଛି। ବୋଲୁ ଆପଣ ଆମ କବାବଟା କେତେ ହେଲାଣି ଦେଖିଲୁ? ଆମ କବାବ ଅଲମୋଷ୍ଟ ହେଇ ଆସିଲାଣି। ଇଏ ଆମର ଚୁନି ବାଲି। ଗୁଲଗୁଲା ଆମର ସିଲ୍କ ଫ୍ରୁଟ୍ ଆଣ୍ଡ ନଟ୍ ଖାଉଛନ୍ତି। ଦିସ୍ ଇଜ୍ ଆଜ୍ ଅ ଡେଜର୍ଟ ଥୁଆ ହେଇଛି, ମୁଁ ଖାଇବି ଆଉ। ବାହାର ଖାଆନ୍ତୁ। ଆମ ଘର ଉପର ନଜାରା ଦେଖନ୍ତୁ ଗଛ। ଆମ ଗଛ ତକ ବଢିଆ ଦେଖାଯାଉଛି ତ ଏମିତି। ଆଉ ମାମା ଆମର ଏଠି ଖାଇଲା ଭଳିଆ। କଡ଼େଇଟା ନେଲେ ତଳକୁ ପେପରଟା ଥୋଇକି ଥୋଇବ। ଓକେ ମାମ୍। ତ ସାଙ୍ଗମାନେ ଆମ ଖାଇବା ସରିଗଲା। ଆଉ ଏଠି କବାବ ବି ଆସିଗଲା। ଆଉ କବାବଟା ବି ବଢ଼ିଆ ହେଇଛି। ପୁରା ମାନେ ବଢ଼ିଆ ସେ ପୁରା ହେଇଛି। ତ ଚାଲନ୍ତୁ ପାପୁଲୁ କବାବକୁ ଖାଇବ ଏଇନୁ। ବଢ଼ିଆ ଭାବରେ ପୁରା ସିଝି ଯାଇଛି। ବର୍ତ୍ତମାନ ରିଚୁ ଖାଇ ଦେଇଛି କବାବଟିକୁ। କିଭଳି ଲାଗୁଛି? ଭଲ ଲାଗୁନି? ବଜାରଠି ଭଲ ପୁରା ବଢ଼ିଆ ସେ ସିଝି ବି ଯାଇଛି।
ଯାଇଛି ଜାଣିଛୁ ନା କବାବଟା ବି ସାଙ୍ଗମାନେ ପୁରା ବଢିଆ ସେ ସିଝି ଯାଇଛି। ବଜାରରେ ଏତିକି ଆଇଲେ 150 ତଳକୁ ଦବ। 200 ଟଙ୍କା ନେଇଥାନ୍ତା ଇଏ ହୋଟେଲରେ 200 ନା ରିଚା ଫିରିକି ଚୋରେଇ ଖାଇଦଉଛି ଗୋଟେ ଗୋଟେ। ତାକୁ ଭଲ ଲାଗୁଛି ନା। ତ ସାଙ୍ଗମାନେ ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଲା ଆମକୁ ନିଶ୍ଚୟ ଜଣାଇବେ। ଆମ ଖାଇବା ପିଇବା ବି ସରିଗଲା, ହାଲିଆ ବହୁତ ଲାଗିଲାଣି, ଏକ୍ଜାମ୍ ବି ପାଖେଇ ଆସିଲାଣି ପିଲାଙ୍କର। ତ ଆଜି ପାଇଁ ଭିଡ଼ିଓଟି ଏତିକିରେ ରହୁଛି। ଟାଟା।